ରାଧେ ରାଧେ। ମୁଁ ଶ୍ୱେତଲାନା, ଆପଣ ସମସ୍ତଙ୍କୁ ଶ୍ୱେତଲାନା ରଥ ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। ଜନ୍ମାଷ୍ଟମୀ ଉପଲକ୍ଷେ ଆଜି ଆମେ ବନେଇବା ପଞ୍ଚମେବା ପାଗ। ତାହେଲେ ଚାଲନ୍ତୁ ଡେରି ନକରି ଷ୍ଟାର୍ଟ କରିବା ଆଜିର ରେସିପି। ଦେଖନ୍ତୁ ମୁଁ ଗୋଟେ ପ୍ୟାନଟେ ବସେଇଲି। ପ୍ୟାନ ଯେତେବେଳେ ଆମର ଗରମ ହେଇଗଲା ସେଠି ମୁଁ ଗୋଟେ ଚାମଚ ଘିଅ ଦେଲି। ଘିଅ ଦେଇ ସାରିଲା ପରେ ଆମେ ପକେଇବା କାଜୁ 1/4 କପ୍, ଆଲମଣ୍ଡ 1/4 କପ୍ ପକେଇବା, ଆଉ ୱାଲନଟ୍ ଆମେ 1/4 କପ୍ ଦେବା। ଏଇ ସବୁକୁ ଆମେ ଭଲ ଭାବରେ ଭାଜିବା। ଲୋ ଫ୍ଲେମ୍ରେ ଆପଣମାନେ ୟାକୁ ଭାଜିବେ। ଧୀରେ ଧୀରେ ଭାଜି ହେଇକି ହବ, ବହୁତ ବଢିଆ ଲାଗିବ। ଗୋଲ୍ଡେନ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଆପଣମାନେ ୟାକୁ ଭାଜିବେ। ଆସନ୍ତା କାଲି ତ ଜନ୍ମାଷ୍ଟମୀ ଅଛି। ଆଜି ବି ବହୁତ ଜଣ ଜନ୍ମାଷ୍ଟମୀ ପାଳନ କରୁଛନ୍ତି। କାଲି ଜନ୍ମାଷ୍ଟମୀ ପୂଜା ପାଇଁ ଆଜି ମୁଁ ଏଇଟା ବନେଇଥିଲି। ଭାବିଲି ଆପଣମାନଙ୍କୁ ଟିକେ ସେୟାର କରିଦେବି କେମିତି ବନେଇଛି। ଆପଣମାନେ ବି ଯେଉଁମାନେ ଜନ୍ମାଷ୍ଟମୀ କରିବେ, କାଲି ଯେଉଁମାନେ ଜନ୍ମାଷ୍ଟମୀ କରିବେ, ସେମାନେ ଏଇ ପରିକା ପଞ୍ଚମେବା ପାଗ ବନେଇକି ଭଗବାନଙ୍କୁ ଅର୍ପଣ କରିପାରିବେ। ଦେଖନ୍ତୁ ଲୋ ଫ୍ଲେମ୍ରେ ମୁଁ ୟାକୁ ଭାଜିଲି। କେତେ ସୁନ୍ଦର ଆମର ଭାଜି ହେଇଗଲା, ପୁରା ଗୋଲ୍ଡେନ କଲର ହେଇଯାଇଛି। ପୁରା ଭଜାଟା କେତେ ସୁନ୍ଦର ହେଇଛି ଦେଖନ୍ତୁ। ୟାକୁ ମୁଁ ଗୋଟେ ବାଉଲରେ ବାହାର କରିକି ରଖିଦେଲି। ତାପରେ ଆମେ ସେଇ ପ୍ୟାନରେ ଆଉ ଗୋଟେ ଚାମଚ ଘିଅ ଦେବା। ଘିଅ ଯେତେବେଳେ ଆମର ଟିକେ ଗରମ ହେଇଯିବ, ଆମେ ସେଠି ଗୋଟେ କପ୍ ମଖାନାକୁ ଦେବା। ୟାକୁ ବି ଆମେ ଲୋ ଫ୍ଲେମ୍ରେ ଧୀରେ ଧୀରେ ୟାକୁ ଭାଜିକି ରଖିବା। ବହୁତ ସହଜରେ ଏଇ ପଞ୍ଚମେବା ପାଗ ଆମର ବନି ଯାଇଥାଏ। ନିଜ ହାତରେ ଆମେ ମିଠା ମିଠି କିଛି ବନେଇବା, ଭଗବାନଙ୍କୁ ଅର୍ପଣ କରିବା, କେତେ ଆନନ୍ଦ ଲାଗେ। 4ରୁ 5 ମିନିଟ୍ ଆପଣମାନେ ୟାକୁ ଭାଜିବେ। ଲୋ ଫ୍ଲେମ୍ରେ ୟାକୁ ଧୀରେ ଧୀରେ ଏମିତି ଭାଜିବେ। ଦେଖିବେ ଯେମିତି ଟିକେ ଭଲସେ ଭାଜି ହେଇଯିବ। ତାପରେ ଆପଣ ୟାକୁ ଗୋଟେ ବାଉଲରେ ବାହାର କରିକି ରଖିଦେବେ। ଜନ୍ମାଷ୍ଟମୀରେ ଘରେ ଘରେ କେତେ ଭେରାଇଟି ସବୁ ରନ୍ଧାରନ୍ଧି ହେଇଥାଏ। କେତେ ଜିନିଷ ବନେଇକି ଆମେ ଭଗବାନଙ୍କୁ ଅର୍ପଣ କରିଥାନ୍ତି। ଆଉ ଆପଣମାନେ ଏଇ ପଞ୍ଚମେବା ପାଗକୁ ବି ବନେଇବେ ଆଉ ଭଗବାନଙ୍କୁ ଅର୍ପଣ କରିବେ। ଦେଖନ୍ତୁ ମୁଁ ଏବେ ୟାକୁ ବାହାର କରିକି ଗୋଟେ ଗିନାରେ ରଖିଦେଲି। ଏବେ ଆମେ ଚିନିର ସିରାଟା ପ୍ରସ୍ତୁତ କରିବା। ଗୋଟେ କପ୍ ଆମେ ନେବା ପାଣି, ଆଉ ଗୋଟେ କପ୍ ଆମେ ନେବା ଚିନି। ହାଇ ଫ୍ଲେମ୍ରେ ଦେଖନ୍ତୁ ୟାକୁ ମୁଁ ବସେଇଦେଲି। ଇଏ ଯେମିତି ମେଲ୍ଟ ହେଇଯିବ, ଧୀରେ ଧୀରେ ଫୁଟି ଆସିବ। ୟାକୁ ତାପରେ ଆମେ ଲୋ ଫ୍ଲେମ୍ କରିଦେବା। ଲୋ ଟୁ ମିଡ଼ିୟମରେ ରଖିବା। ଟିକେ ଫୁଟି ଆସିଲା ପରେ ଦେଖନ୍ତୁ ଆମର ଫୁଟି ଆସିଲାଣି। ଏବେ ଆମେ ମିଡ଼ିୟମ ଫ୍ଲେମ୍ କରିଦେଇଥିବା ଗ୍ୟାସ୍ ଚୁଲାକୁ। ଏଇ ସମୟରେ ଆମେ ଯେଉଁ ସବୁ ଆମେ ଡ୍ରାଇ ଫ୍ରୁଟ୍ ସବୁ ଭାଜିକି ରଖିଥିଲେ ନା, ତାକୁ ଆମେ ଏମିତି ଛେଚିକି ଆମେ ଆମର ଗୁଣ୍ଡ କରିକି ରଖିବା। ଆଉ ଦେଖନ୍ତୁ ମୁଁ ଏଠି ପକେଇଲି ପିସ୍ତା, ଅଳ୍ପ ଟିକେ ଆମେ ଏଠି ପକେଇବା। ପିସ୍ତାଟା ମୁଁ ଭାଜି ନଥିଲି, ଆପଣମାନେ ଚାହିଁଲେ ଭାଜି ବି ପାରିବେ। ମୁଁ ପିସ୍ତାକୁ ଭାଜି ନଥିଲି। ଆଉ ୟାକୁ ବି ଆମେ ଏମିତି ଦେଖନ୍ତୁ ଗୁଣ୍ଡ କରିଦେଲେ। ସବୁ ଡ୍ରାଇ ଫ୍ରୁଟ୍ସ ମଖାନା ଆମେ ଗୁଣ୍ଡ କରିକି ଗୋଟେ ରଖିଦେବା ଗୋଟେ ବାଉଲରେ। ଆଉ ଦେଖନ୍ତୁ ଆମର ଚିନି ସିରାଟା ପୁରା ପ୍ରସ୍ତୁତ ହେଇଯାଇଛି। ଏଇ ପରିକା ଆମର ଗୋଟେ ତାର ଆସିବାର ଅଛି। ତାପରେ ସେଇ ଚିନି ସିରାରେ ଆମେ ଅଳେଇଚ ଗୁଣ୍ଡ ଟିକେ ପକେଇବା। ଅଳେଇଚ ଗୁଣ୍ଡ ପକେଇଲେ ବହୁତ ବଢିଆ ବାସ୍ନାଟା ହୁଏ। ଆଉ ଯେଉଁ ସବୁ ଆମେ ଡ୍ରାଇ ଫ୍ରୁଟ୍ସ ମଖାନା ସବୁ ଯେଉଁ ଗୁଣ୍ଡ କରିକି ରଖିଥିଲେ, ତାକୁ ଆମେ ପକେଇବା ସେଇ ଚିନି ସିରାରେ। ଚିନି ସିରାରେ ପକେଇକି ଭଲ ଭାବରେ ତାକୁ ମିଶେଇବା। 2ରୁ 3 ମିନିଟ୍ ଆପଣମାନେ ୟାକୁ ଏମିତି ଭାଜିଦେବେ। ଟିକେ ବସେଇଦେବେ, ସେ ଚିନି ସିରାରେ ମିଶେଇବେ। ଯେତେବେଳେ ଆମର ଭଲ ଭାବରେ ମିଶିଯିବ, ଆମେ ତାକୁ ଗୋଟେ ପ୍ଲେଟ୍ରେ ବାହାର କରିଦେବା। ଦେଖନ୍ତୁ କେତେ ସୁନ୍ଦର ହେଇଛି ଆମର। ବହୁତ ସହଜରେ ଆମର ଏଇ ପଞ୍ଚମେବା ପାଗ ବନିକି ପ୍ରସ୍ତୁତ ହୋଇଯାଇଥାଏ। ବହୁତ ଆଗକୁ ପର୍ବପର୍ବାଣୀ ସବୁ ଆସୁଛି। ଆପଣମାନେ ଏଇପରିକା ବନେଇବେ, ବନେଇକି ଭଗବାନଙ୍କୁ ଅର୍ପଣ କରିବେ। ଦେଖନ୍ତୁ ଏବେ ଆମେ ଗୋଟେ ପ୍ଲେଟ୍ରେ ୟାକୁ ବାହାର କରିଦେବା। ତାପରେ ଆମେ ୟାକୁ ସେଟ୍ ହେବା ଲାଗି 10ରୁ 15 ମିନିଟ୍ ଛାଡ଼ିଦେବା। ଯେତେବେଳେ ଆମର ଭଲ ଭାବରେ ସେଟ୍ ହେଇଯିବ, ଆମେ ତାକୁ ଏମିତି ପିସ୍ ପିସ୍ କାଟିକି ରଖିବା। ଦେଖନ୍ତୁ 10ରୁ 15 ମିନିଟ୍ ଏଇପରିକା ରଖିଦେଇଥିବେ। ତାପରେ ଆପଣମାନେ ୟାକୁ ଗୋଟେ ଛୁରୀ ସାହାଯ୍ୟରେ କାଟିବେ। ଯଦି ଆପଣମାନଙ୍କୁ ଆଜିର ଏଇ ରେସିପି ଭଲ ଲାଗିଥିବ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଯେତେ ପାରିବେ ଆପଣମାନଙ୍କ ଫ୍ରେଣ୍ଡ ଫ୍ୟାମିଲିଙ୍କ ସହ ସେୟାର କରିବେ। ମୁଁ ପୁଣି ନୂଆ ରେସିପି ନେଇ ଶୀଘ୍ର ଆସିବି। ରାଧେ ରାଧେ।